ମଦ ଘର ପାଖରେ ମିଳି ଯାଉଛି, ମଦ ସ୍ୱିଗିରେ ଇନଷ୍ଟାମାର୍ଟରେ ମିଳି ଯାଉଛି, ଜୋମାଟୋରେ ମିଳି ଯାଉଛି। ତାହେଲେ ଏଇ ବିକଶିତ ଭାରତ ପାଇଁ ତ ପୁରା ସମ୍ପୂର୍ଣ୍ଣ ରାସ୍ତା ଫିଟି ଯାଇଛି। ଏହା ଦ୍ୱାରା ତ ବିକାଶ ଜୋର ଜୋରରେ ଚାଲେ। ଭୁବନେଶ୍ୱରର ପ୍ରତି ଆଗରୁ ମଦ ଦୋକାନ ଗୋଟେ ଥିଲା ପାଖାପାଖି, ମୁଁ ସେତେବେଳେ କହୁଛି 2000 ମସିହାର କଥା କହୁଥିଲି, ରାମ ମନ୍ଦିର ଛକରେ ଗୋଟେ ମଦ ଦୋକାନ ଥିଲା, ତାପରେ ନାଇଁ ମାଷ୍ଟରମାଣ୍ଡି ଛକରେ ଥିଲା, ଏପଟରେ ଆଚାର୍ଯ୍ୟ ବିହାରରେ ମଦ ଦୋକାନ ଥିଲା ଗୋଟେ। କିନ୍ତୁ ଏଇ 22-24 ବର୍ଷ ଭିତରେ ମଦ ଦୋକାନ ଆପଣ ରାମ ମନ୍ଦିର ଛକରୁ ଯଦି ବାହାରିବେ, ରାମ ମନ୍ଦିର ମଦ ଦୋକାନ ପରେ ପରେ ଆପଣ ଶ୍ରୀୟା ଛକରେ ଗୋଟେ ମଦ ବାର୍ ପାଇବେ, ୱିଥ୍ ମଦ କାଉଣ୍ଟର ପାଇବେ। ତାପରେ ପରେ ଆପଣ ଯିବେ ଅମ୍ବର ପାଖକୁ, ସେଠି ଗୋଟେ ମଦ ଦୋକାନ ପାଇବେ। ତାପରେ ମାଷ୍ଟର କ୍ୟାଣ୍ଟିନ ଛକରେ ହିଁ 4ଟା। ଯଦି ଆପଣ ସେତିକି ଭିତରେ ଦେଖିବେ ବୋଧେ 6ରୁ 7ଟା ବାର୍ ଆଉ ଇଏ ରହିଛି, ମାନେ ମଦ ଦୋକାନ ରହିଛି। ମଦ ଦୋକାନ ଯୋଉଟା କହିଲେ ଆପଣ ଖୋଲିଗଲାଣି, ମଦ ଦୋକାନ ଖୋଲିଗଲା, ମଦ ଘର ପାଖରେ ମିଳିଲା। ଆଗରୁ ଯେତେବେଳେ ଡିମାଣ୍ଡ ବଢିଥିବ, ନହେଲେ କାହିଁକି ସପ୍ଲାଏ ବଢିବ? ହଁ, ନିଶ୍ଚିତ ଭାବେ ଡିମାଣ୍ଡ ବଢିଛି। ଡିମାଣ୍ଡ ଯୋଉ କାରଣ ଡିମାଣ୍ଡ ବଢିଲା ପରେ ସପ୍ଲାଏ ବଢିଲା, ସରକାର ରାଜସ୍ୱ ପାଇବା ପାଇଁ ସେମାନେ ବି ଏକାଧିକ କାଉଣ୍ଟର, ବାର୍, ବିୟର ବାର୍ ଯୋଉ ଅଛି, ରେଷ୍ଟୁରାଣ୍ଟ ଯୋଉ ଅଛି, ହୋଟେଲ ଅଛି, ପାଖାପାଖି ଏବେ ଭୁବନେଶ୍ୱରରେ ପାଖାପାଖି 200ରୁ ଅଧିକ ବାର୍, ହୋଟେଲ, ରେଷ୍ଟୁରାଣ୍ଟ ଅଛି, ମାନେ ମଦ ଦୋକାନକୁ ଛାଡ଼ିକିରି, ଯୋଉଗୁଡ଼ାକରେ କି ମଦ ମିଳୁଛି। ତେଣୁ ସେ ଦେଖିପାରୁ, ସେତେବେଳେ ଏତେ ନଥିଲା। 2000 ମସିହାରେ ଏତେ ବାର୍ ନଥିଲା। ଆମେ ଶାନ୍ତି ବାର୍ ଜାଣିଥିଲୁ, ଅଶୋକ ନଗରରେ ଗୋଟେ ଥିଲା ଶାନ୍ତି ବାର୍, ସେଇ ଟାଇମରେ ଆଉ ବାର୍ ହିଁ ନଥିଲା ମଝିରେ। କାରଣ କଥା ହଉଛି, ଯଦି 10 ଗୁଣ 15 ଗୁଣ ମଦର ଦାମ ବଢିଛି, କିନ୍ତୁ 2000 ମସିହାରୁ 2024 ମସିହାରେ ଚାଉଳର ଦାମ ବି ସମାନ ମାତ୍ରାରେ ବଢିଛି। ରାଜସ୍ୱର କ'ଣ ପରିବର୍ତ୍ତନ ଯଦି ସରକାର କରିଛନ୍ତି, କେବଳ ମଦର ବ୍ୟାପକ ବିକ୍ରି ଯୋଗୁଁ ହେଇଥାଇପାରେ, କିନ୍ତୁ ମଦର ଦାମ ବଢିବା କାରଣରୁ ସେମିତି କୌଣସି ଅସୁବିଧା ହେଇନଥିବ ବୋଲି ମୋର ବିଶ୍ୱାସ।